ଖ୍ରୀଷ୍ଟିଆନ ସମାଜକୁ ଏକତା କାହିଁକି ନିହାତି ଆବଶ୍ୟକ ଅଟେ? ଏଥିପାଇଁ ଆବଶ୍ୟକ ନୁହେଁ ଯେ ସରକାର ବିରୁଦ୍ଧରେ ଠିଆ ହେବା ପାଇଁ କିମ୍ବା ବିପକ୍ଷ ମାନଙ୍କ ବିରୁଦ୍ଧରେ ଠିଆ ହେବା ପାଇଁ, ତାହା ଆବଶ୍ୟକ, କିନ୍ତୁ ତାହା ପରବର୍ତ୍ତୀ ସମୟର ବିଷୟ ଅଟେ। କିନ୍ତୁ ପ୍ରାଥମିକ ବିଷୟ କେଉଁ ବିଷୟ ଆମମାନଙ୍କ ନିମନ୍ତେ ସର୍ବପ୍ରଥମ ଅଟେ? ଯେଉଁ କାରଣ ହେତୁ ଖ୍ରୀଷ୍ଟିଆନ ମାନଙ୍କୁ ଏକତାରେ ଆସିବା ନିହାତି ଆବଶ୍ୟକ ଅଟେ। ଆମେ ପଢିବା ଯୋହାନ ସୁସମାଚାର ତାର 17 ଅଧ୍ୟାୟ ତାହାର 21 ଏବଂ 22 ପଦ ଆମେ ପଢିବା। ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି, ହେ ପିତା, ତୁମ୍ଭେ ଯେ ପ୍ରକାରେ ମୋ ଠାରେ ଅଛ ଓ ମୁଁ ତୁମ୍ଭ ଠାରେ ଅଛି, ସେମାନେ ମଧ୍ୟ ସେ ପ୍ରକାରେ ଆମ୍ଭମାନଙ୍କ ଠାରେ ରହନ୍ତୁ। ଯେପରି ତୁମ୍ଭେ ମତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ, ଆଉ ତୁମ୍ଭେ ମତେ ଯେଉଁ ମହିମା ଦେଇଅଛ ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ତୁମ୍ଭେମାନେ ଯେ ପ୍ରକାର ଏକ ସେମାନେ ସେ ପ୍ରକାର ଏକ ହୁଅନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆମେ ସମସ୍ତେ ଜୋରରେ କହିବା ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମାର୍କ ଲିଖିତ ସୁସମାଚାର ତାର 10 ଅଧ୍ୟାୟରେ ଏବଂ ଲୁକ୍ ଲିଖିତ ସୁସମାଚାର ତାର 10 ଅଧ୍ୟାୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାଥ୍ୟୁ ତାର 10ରେ 12 ଜଣ ଶିଷ୍ୟଙ୍କୁ ସେବା କାର୍ଯ୍ୟ ନିମନ୍ତେ ସେ ମନୋନୀତ କଲେ ଏବଂ ଲୁକ୍ ତାର 10 ଅଧ୍ୟାୟରେ 70 ଜଣ ଆହୁରି ଏକ ନୂତନ ଶିଷ୍ୟମାନଙ୍କୁ ସେ ମନୋନୀତ କଲେ, ଯେପରି ସେମାନେ ଯାଇ ସୁସମାଚାର ପ୍ରଚାର କରିବେ। ଲୁକ୍ ତାର 10ରେ ପଢିବା ଆମେ। ଏଥି ଉତ୍ତରେ ପ୍ରଭୁ ଆଉ 70 ଜଣଙ୍କୁ ନିଯୁକ୍ତ କଲେ, ଆଉ ନିଜେ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସ୍ଥାନକୁ 2 ଜଣ କରି ସେମାନଙ୍କୁ ଆପଣା ଆଗେ ପ୍ରେରଣ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ନଗରକୁ, ସମସ୍ତେ ଧ୍ୟାନ ଶୁଣନ୍ତୁ, ଯେଉଁ ଗ୍ରାମକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିବାର ଥିଲା, ଯୀଶୁ ଖ୍ରୀଷ୍ଟ ନିଜେ ଯିବା ପୂର୍ବରୁ ତାଙ୍କର ଶିଷ୍ୟମାନଙ୍କୁ ମନୋନୀତ କରି ସେ 2 କରି ସେ ପଠାଉଛନ୍ତି। ଏ ବିଷୟ କହିବାର ଅର୍ଥ ହେଲା ପ୍ରଭୁଙ୍କ ଲୋକମାନେ ପ୍ରଭୁ ଏକ ସ୍ଥାନକୁ ଯିବା ପୂର୍ବରୁ ପ୍ରଥମେ ସେ ଚାହାନ୍ତି ଆମେ ସେ ସ୍ଥାନକୁ ଯାଇ ପହଞ୍ଚୁ। ଆମେ ସେ ସ୍ଥାନକୁ ଯାଇ ପହଞ୍ଚିଲେ ସେ ନିଶ୍ଚୟ ଆମମାନଙ୍କ ସହିତ ସେ ଆସିବେ, ଆମମାନଙ୍କ ମଧ୍ୟରେ ସେ ଆମର ଉପସ୍ଥିତିକୁ ସେ ରଖିବେ। ସେହି ସମୟରେ ପ୍ରଭୁ ଖ୍ରୀଷ୍ଟ ଫିଜିକାଲି ଥିଲେ, ଶରୀର ଧାରଣ କରି ଆସିବା ସମୟରେ ପ୍ରଥମେ ସେ ଶିଷ୍ୟମାନଙ୍କୁ ପଠାଇଲେ, ତାପରେ ସେ ନିଜେ ଯାଉଥିଲେ ସେ ସ୍ଥାନକୁ। କିନ୍ତୁ ବର୍ତ୍ତମାନ ସମୟରେ ଯୀଶୁ ଖ୍ରୀଷ୍ଟ ଶରୀର ଧରି ଆମମାନଙ୍କ ମଧ୍ୟରେ ନାହାନ୍ତି। କିନ୍ତୁ ଯଦି ଆମେ ଯେକୌଣସି ସ୍ଥାନକୁ ଆମେ ଯୀଶୁଙ୍କ ନାମ ନେଇ ଯିବା, ଯୀଶୁଙ୍କ ଲାଗି ଯିବା, ସେହି ସମୟରେ ସେ ପବିତ୍ର ଆତ୍ମାଙ୍କର ଉପସ୍ଥିତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ଆମେ ଆପଣା ଜୀବନରେ ଅନୁଭବ କରିପାରିବା। ତାଙ୍କର ଉପସ୍ଥିତିକୁ ଆମେ ନେଇକି ଯାଇପାରିବା। ମୋର ପ୍ରଭୁଙ୍କ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ପ୍ରିୟ ଶିଷ୍ୟମାନଙ୍କୁ ମନୋନୀତ କଲା ପରେ ସେମାନଙ୍କୁ ପ୍ରେରଣ କଲେ ଭିନ୍ନ ଭିନ୍ନ ଗ୍ରାମକୁ, ଭିନ୍ନ ଭିନ୍ନ ନଗରକୁ ସୁସମାଚାର ପ୍ରଚାର କରିବା ନିମନ୍ତେ। ଯେତେବେଳେ ସେମାନେ ସୁସମାଚାର ପ୍ରଚାର କଲେ, ସେ ସମୟରେ ଅନେକ ବ୍ୟକ୍ତି ମାନେ ଯୀଶୁଙ୍କର ଶିଷ୍ୟମାନଙ୍କ ଶିକ୍ଷାରେ ବିଶ୍ୱାସ କଲେ। ତାପରେ ମୋର ପ୍ରଭୁଙ୍କ ଲୋକମାନେ ଯେତେ ସମସ୍ତ ବ୍ୟକ୍ତି ମାନେ ଯୀଶୁଙ୍କର ଶିଷ୍ୟମାନଙ୍କ ଶିକ୍ଷାକୁ ବିଶ୍ୱାସ କଲେ, ସେମାନଙ୍କ ନିମନ୍ତେ ପ୍ରଭୁ ପ୍ରାର୍ଥନା କଲେ। ସେ ପିତାଙ୍କ ନିକଟରେ ପ୍ରାର୍ଥନା କଲେ, ହେ ପିତା, ଯେଉଁମାନେ ବିଶ୍ୱାସ କଲେ ଏବଂ ଯେଉଁମାନେ ଶିକ୍ଷା ଦେଲେ, ସେମାନେ ଯେଭଳି ଏକତ୍ର ହେବେ, ଏଥିଲାଗି ତୁମ୍ଭେ ଆମେ ଯେଭଳି ଏକତ୍ର ଏକ ଅଟୁ, ଠିକ ସେଇ ପ୍ରକାର ତୁମ୍ଭେ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ଏକ କର। ସେମାନେ ଶିକ୍ଷାରେ ଏକ ହୁଅନ୍ତୁ, ସେମାନେ ବିଶ୍ୱାସରେ ଏକ ହୁଅନ୍ତୁ, ସେମାନେ ମନରେ ଏକ ହୁଅନ୍ତୁ। ଏହି ବିଷୟରେ ପ୍ରଭୁ ଶ୍ରୀକୃଷ୍ଣ ପିତାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମୋର ପ୍ରଭୁଙ୍କ ଲୋକମାନେ ଯଦି ଆମେ ମାଥ୍ୟୁ, ମାର୍କ, ଲୁକ୍ ଏବଂ ଯୋହାନ ଏହି 4ଟି ସୁସମାଚାରକୁ ଆମେ ଫେରି ଖୋଲି ଦେଖିବା, କୌଣସି ପୁସ୍ତକରେ এই 4ଟି ସୁସମାଚାର ପୁସ୍ତକରେ କୌଣସି ରୋଗୀ ନିମନ୍ତେ ଯୀଶୁ ପ୍ରାର୍ଥନା କରିବା ଆମେ ଦେଖିବାକୁ ପାଇପାରିବା ନାହିଁ। କୌଣସି ଭୂତକୁ ଛଡ଼ାଇବା ନିମନ୍ତେ ଯୀଶୁ ପ୍ରାର୍ଥନା କରିନାହାନ୍ତି। କୌଣସି ଛତାକୁ ଚଳାଇବା ନିମନ୍ତେ ଯୀଶୁ ପ୍ରାର୍ଥନା କରିନଥିଲେ। ମରିଥିବା ଲାଜାରକୁ ମଧ୍ୟ ଉଠାଇବା ନିମନ୍ତେ ସେ ପ୍ରାର୍ଥନା କରିନଥିଲେ। କିନ୍ତୁ
मोर प्रभु के लोक माने जो व्यक्ति माने यीशुंकर शिष्य मानकर शिक्षा को सुनिले से विश्वासी माने एवं यीशुंकर शिष्य माने जब एकत्र हे रहिबे एथि लागि यीशु ख्रीष्ट पिता को प्रार्थना करथिले तबने मोर प्रभु के लोक माने एकता केते न आवश्यक विषयटे केते न गुरुत्वपूर्ण एवं मूल्यवान विषयटे आमाको शरीर सुस्थता ठारू मध्य एकता अत्यंत आवश्यक विषय अटे आमानकर निवेदन जेपडे पितांकर निकरे सुना जिवो एही तो आमानक एक हेबाको पड़िबो आमानकर प्रार्थना जेपडे प्रभुकर धन्य गोचर हेबो तांकरी सिंहासन निकरको जेपडे जाय पहुंचिबो एथि लागि आमानक एक हेबाको हेबो शिक्षा देउतिबा प्रभुको सेवक मानकर कथा जदि हमने ग्रहण करी जदि हमने एक है रहिबा सहभागिता रहिबा तेबे तोदर हमर प्रभु के लोक माने जगतर लोक माने जानिबे जो लोक माने हमन को ग्रहण करंती नाही जो लोक मानकर विश्वास रे एकमत होंती नाही जो लोक माने हमर प्रभु को अपना प्रभु बोली मानंती नाही से माने हमर एकता को देखि से माने हमर सहभागिता को देखि से माने हमर एकत्र मिलन को देखि निश्चय कहिबे जे ए मानकर जो प्रभु अटंती सेही परमेश्वर यीशु ख्रीष्ट को पठाई दिले पृथ्वी को बोले मोर प्रभु के लोक माने जदे माने चाहू वास्तव माने यीशु ख्रीष्ट को प्रेरणकर्ता पिता परमेश्वर अटंती बोले जगत को जणाइबा पई ताले एकता रे वास करो एकता रे हमें सबुरा अपना को रखिबा मते प्रचेष्टा करू तो द्वारा मोर प्रभु के लोक माने काहा को किछि न कहले मते कारे पाखु जाय सुसमाचार न सुनाइले मते आमानकर एकता सुसमाचार सृष्टि करिवो आमे समाजर निमते जीवन साक्षी होय पाइबो आमानकर एकता आमानकर विषय साक्ष्य देबो जे ए माने यीशु ख्रीष्टकर भगवान सटंती बोली कारण शैतान विभिन्नता को सृष्टि करे से दल भेद मतभेद को सृष्टि कराए किंतु प्रभु सृष्टि एकता को से सृष्टि करांती एनु मन प्रभु के लोक माने एकता को सर्वदा प्रिय मन करू करंथियो मंडली रे चारि दल लोक माने वास करथिले केही कहउथिले मु पावलंकर केही कहउथिले मु आपलंकर केही कहउथिले मु केफांकर अर्थात पितरंकर आउ केही कहउथिले यीशुंकर बोली हम टिके पढिबा प्रथम कोरिन्थर 1 अध्याय हमें तार 12 पद पढिबा मो कथार भाव एही तुम मानक मध्यरु केही कहंती मु पाउलंकर केही कहंती मु आपलंकर केही कहंती मु केफांकर आउ केही कहंती मु ख्रीष्टंकर मन प्रभु के प्रिय लोक माने जो मंडली लोक माने आत्मांकर नौटी वरदान नौटी फल रे परिपूर्ण होइतिले सेही मंडली रे देखंतु एक एबोली असुंदर विषय देखा जायतिना चारि गोटी दलर लोक माने एक मंडली रहुतिले से मानक मते एकता नथिला एक मंडली चारि भाग रे विभक्त होई जायतिला आज ओडिसा राज्यर विभिन्न मंडली से प्रकार अवस्था कई पालक को भल पाती तो कई कर्मकर्ता को भल पाती कई प्राचीन मान को भल पाती कई पालक साइड जानी तो कई प्राचीन मान को साइड जानी मोर प्रभु का लोक माने किदमान ख्रीष्ट से विभक्तकारी नहती आमान गति मते प्रभु श्री कृष्ण से मृत्यु वरण करथिले एवं यीशुंकर सर्वदा माने सपक्षवादी हो यदि कोनोसी व्यक्ति उत्तम शिक्षा दिए किबा उत्तम परामर्श दिए किबा सुपरिचालन करे ताहां को लागे प्रभु को धन्यवाद देउ किंतु ताहां को धरि हमें एक दोळा माने तयारी करबा व्यक्ति न हो तो जब से बड़ी को मोर प्रभु को बेलो माने ताले आम मध्यरे आउ करंती लोक मान को मध्य किछि भिन्नता रहइबो नाही मोर प्रभु को बेलो माने एकता मन को एथि लागे आवश्यक जे प्रथम विषय यीशु को प्रभु भावरे ए पृथ्वी रे साक्षी माने नंदे जो ग्रेट कमिशन माठुतार 28 रो 18 ରୁ 20 पर्यंत प्रभु कहिथिले सुसमाचार प्रचार करिबा निमते अनेक को तांकर शिष्य करिबा निमते
ଆମମାନଙ୍କୁ ପ୍ରଥମେ ଏକତ୍ର ହେବାକୁ ପଡ଼ିବ। ଆମେ ପ୍ରତ୍ୟେକ ଏକତ୍ର ହେଲେ ହିଁ ଯାଏ ମୋର ପ୍ରଭୁଙ୍କ ପ୍ରେରକ ମାନେ ଆମେ ମାନେ ଯୀଶୁଙ୍କ ଲାଗି ସାକ୍ଷୀ ହେବା ନିମନ୍ତେ ସୁଯୋଗ ପାଇପାରିବା। ଯୀଶୁଙ୍କର ସାକ୍ଷୀ ହେବା ମାନେ ସୌଭାଗ୍ୟ ପାଇପାରିବା। ଦ୍ୱିତୀୟ ବିଷୟ ଟିକେ ପଢିବା ମାଥ୍ୟୁ ତାର 18:19-20 ପଦ। ମୁଁ 10 ମିନିଟ ଭିତରେ ସାରି ଦଉଛି। ମାଥ୍ୟୁ ତାର 18 ଅଧ୍ୟାୟର ପୁନଶ୍ଚ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମମାନଙ୍କ ମଧ୍ୟରୁ 2 ଜଣ ଯେକୌଣସି ବିଷୟରେ ଏକମନ ହୋଇ ଯାହା କିଛି ମାଗିବେ ତାହା ମୋର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ। କାରଣ ଯେଉଁ ସ୍ଥାନରେ 2 କି 3 ଜଣ ମୋ ନାମରେ ଏକତ୍ର ହୁଅନ୍ତି ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି। ଶୁଣନ୍ତୁ ମୋର ପ୍ରଭୁଙ୍କ ଲୋକମାନେ, ଯେଉଁ ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏକତ୍ର ହୁଅନ୍ତି ସେହି ସମୟରେ ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କ ନିକଟରେ ଯାହା ମଧ୍ୟ ମାଗିବେ, ପ୍ରଥମ ବିଷୟ ହେଲା ପ୍ରଭୁ ଖ୍ରୀଷ୍ଟ ଯେଉଁ ସ୍ଥାନରେ ଏକମନ ହୋଇ ପ୍ରାର୍ଥନା କରନ୍ତି ସେହି ସ୍ଥାନରେ ସେ ଆପଣଙ୍କୁ ରଖିଥାନ୍ତି, ଆପଣଙ୍କ ଉପସ୍ଥିତିକୁ ସେ ରଖନ୍ତି ଏବଂ ଦ୍ୱିତୀୟରେ ସେମାନଙ୍କର ନିବେଦନକୁ ଶ୍ରବଣ କରି ସେମାନଙ୍କୁ ସେମାନଙ୍କର ଆବଶ୍ୟକତାକୁ ସେ ଯୋଗାଇଥାନ୍ତି। ମୋର ପ୍ରଭୁଙ୍କ ଲୋକମାନେ, ଯଦି ଆମେ ଆମର ଆବଶ୍ୟକତାକୁ ପାଇବା ନିମନ୍ତେ ଚାହୁଁଛୁ, ଯେଉଁ ଆବଶ୍ୟକତା ମଣ୍ଡଳୀ ନିମନ୍ତେ ନିହାତି ଆବଶ୍ୟକ ଅଟେ, ଉଦାହରଣ ସ୍ୱରୂପ ଯଦି ଆପଣଙ୍କୁ ଭାବ ବାଣୀର ଆବଶ୍ୟକତା ଅଛି ଲୋକମାନଙ୍କୁ ସଂଶୋଧନ କରିବା ନିମନ୍ତେ, ଯଦି ସ୍ୱପ୍ନ ଏବଂ ଦର୍ଶନର କଥାକୁ ଲୋକମାନଙ୍କୁ ବୁଝାଇବା ନିମନ୍ତେ ତାର ଅର୍ଥକୁ ପରିପ୍ରକାଶ କରିବା ନିମନ୍ତେ ମଣ୍ଡଳୀର ହିତ ଉନ୍ନତି ଯଦି ଆମେ ଚାହୁଁଛୁ, ତାହେଲେ ମୋର ପ୍ରଭୁଙ୍କ ଲୋକମାନେ ଆମେ ଏକତାରେ ଆସିବା ଦରକାର। ଯଦି ଆର୍ଥିକ ଅଭାବକୁ ଦୂର କରିବା ନିମନ୍ତେ ଚାହୁଁଛୁ, ତେବେ ଏକତ୍ର ମିଶି ଆମମାନଙ୍କୁ ଦଶମାଂଶ ଦେବାର ଅଛି। ମୋର ପ୍ରଭୁଙ୍କ ଲୋକମାନେ, ଯଦି ଆମେ ଏକତ୍ର ହୋଇ ଯୀଶୁଙ୍କ ନାମରେ ଏକ ସ୍ଥାନରେ ଏକତ୍ର ହୋଇ ଯଦି ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ତାହେଲେ ପ୍ରଭୁ ଆମର ପ୍ରାର୍ଥନା ଶୁଣି ଆମକୁ ଉତ୍ତର ଦେବେ। ଯଦି ଜୀବନରେ সকল ପ୍ରକାର ପ୍ରାର୍ଥନାର ଉତ୍ତର ପାଇବା ନିମନ୍ତେ ଚାହୁଁଛୁ, ସାମୂହିକ ପ୍ରାର୍ଥନାର ଉତ୍ତର, ତେବେ ଆମମାନଙ୍କୁ ଏକ ହେବାକୁ ହେବ। ଏବଂ ତୃତୀୟ ବିଷୟ, ଯାହା ଶେଷ ବିଷୟ ଆମେ ବାହାର କରିବା, ମାଥ୍ୟୁ ତାର 4:24-25 ପଦ ଆମେ ପଢିବା। ମାଥ୍ୟୁ ତାହାଙ୍କ ସମ୍ବନ୍ଧରେ ଜନରବ ସମୁଦାୟ ସୂରିଆ ପର୍ଯ୍ୟନ୍ତ 5:24-25 ମାଥ୍ୟୁ 5 ତାହା ହେଲେ ସେହି ସ୍ଥାନରେ ବେଦୀ ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇ ଦେଇ ଚାଲି ଯାଅ। ଆଗେ ନିଜ ଭାଇ ସଙ୍ଗରେ ମିଳିତ ହୁଅ, ଆଉ ତାହାପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର। ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭଙ୍କୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି ବିଚାରକର୍ତ୍ତା ତୁମ୍ଭଙ୍କୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରାଗାରରେ ନିକ୍ଷିପ୍ତ ହେବ। ମୋର ପ୍ରଭୁଙ୍କ ଲୋକମାନେ, ପ୍ରାର୍ଥନାକୁ ଆସିବା ପୂର୍ବରୁ ପ୍ରାର୍ଥନା ଠାରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ଯୋଉ ବ୍ୟକ୍ତିଙ୍କ ସଙ୍ଗେ ଆମେ ଝଗଡ଼ା ହେଉଛୁ ତାର ସଙ୍ଗେ ମିଳିତ ହେବା। ଅନେକ ବ୍ୟକ୍ତି ମାନେ ଝଗଡ଼ା ହେବେ, ପରସ୍ପର ମଧ୍ୟରେ କଥାଭାଷା ହେବେ ନାହିଁ, କିନ୍ତୁ ଚର୍ଚ୍ଚରେ ଆସି ଘଣ୍ଟା ଘଣ୍ଟା ପ୍ରାର୍ଥନା କରିବେ। ଏଭଳି ପ୍ରାର୍ଥନାକାରୀ ମାନଙ୍କର ପ୍ରାର୍ଥନା ପ୍ରଭୁ କେବେ ଶୁଣନ୍ତି ନାହିଁ। ତମର ସମ୍ପର୍କ ମଣିଷ ସଙ୍ଗେ ଭଲ ନାହିଁ, ତେବେ କି ତମେ ତମର ସମ୍ପର୍କ ପ୍ରଭୁଙ୍କ ସଙ୍ଗେ ସ୍ଥାପନ କରିବା ନିମନ୍ତେ ଚେଷ୍ଟା କରୁଅଛ? ପ୍ରଥମେ ମଣିଷ ସଙ୍ଗେ ଭଲ ସମ୍ପର୍କ ରଖ, ପ୍ରଥମେ ଭାଇ ସଙ୍ଗେ ମିଳନର ଭାବକୁ ଦେଖାଅ, ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଆମେ ସୃଷ୍ଟି କରୁ, କ୍ଷମା ମାଗି କ୍ଷମା ଦେଇ। ମୋର ପ୍ରଭୁଙ୍କ ଲୋକମାନେ, ଆମମାନଙ୍କ ଜୀବନରେ ଯାହା ପ୍ରତି ଆମର ଶତ୍ରୁତା ଅଛି, ଯାହା ସଙ୍ଗେ ଆମଙ୍କର ଆଖି ମିଶୁ ନାହିଁ, ଯାହା ସଙ୍ଗେ ଆମେ ହସ୍ତ ମିଶାଇ ପାରୁନାହୁଁ, ଯାହା ସଙ୍ଗେ ଆମେ କଥା ହେଇ ପାରୁନାହୁଁ, ପ୍ରଥମେ ସେ ବ୍ୟକ୍ତିକୁ ଯାଇ କ୍ଷମା ମାଗୁ, ତାହାର କ୍ଷମା ପ୍ରାପ୍ତ ହଉ, ତାପରେ ଆସି ଆମେ ଯଦି ପ୍ରାର୍ଥନା କରିବା, ପ୍ରଭୁ ଆମର ପ୍ରାର୍ଥନା ନିଶ୍ଚୟ ଶ୍ରବଣ କରିବେ। ଆଉ ଯଦି ଆମେ କ୍ଷମା ନ ମାଗି କ୍ଷମା ନ ଦେଇ ଯଦି ଆମେ ଚର୍ଚ୍ଚକୁ ଆସିବା ପ୍ରାର୍ଥନା କରିବା ନିମନ୍ତେ, ତାହେଲେ ପ୍ରଭୁ କଣ କରିବେ? ସେ ବିଚାରକର୍ତ୍ତା ହୋଇ ସେ ପଦାଧିକ ମାନଙ୍କ ହସ୍ତରେ ସମର୍ପଣ କରିବେ କ୍ଷମା ନ ଦେଇଥିବା ବ୍ୟକ୍ତିଙ୍କୁ, କ୍ଷମା ମାଗି ନଥିବା ବ୍ୟକ୍ତିଙ୍କୁ।
শয়তান আমাকে কষ্ট দেব, শরীরে যন্ত্রণা দেব, আমার ঘরে ক্ষতি ঘটাইব, আমার ঘরে ভাব হব। এর প্রথম বিষয় হল সুসম্পর্ক। যদি শাশু বহু কিছু কহি অছি তেবে প্রার্থনা পাশে পূর্বରୁ শাশু প্রথমে বহু ক্ষমা মাগু, নলে বহু শাশু ক্ষমা মাগু, নলে ভাই ভাইকে প্রথমে ক্ষমা মাগু, মিলনর ভাব দেখাও, তারপরে চোখ আসি প্রার্থনা করলে আমাদের প্রার্থনা প্রভু নিশ্চয় শুনবে। মানে প্রভুকে মানে প্রথম বিষয় সহভাগিতা আমাকে এথিপাই আবশ্যক যে প্রভু যীশু খ্রিস্টଙ୍କ সাক্ষী হেবা পাই। দ্বিতীয় বিষয় আমাদের করা যায় যে প্রার্থনা যেপরি প্রভু শ্রবণ করিবে এবং তাଙ୍କର নিত্য উপস্থিতিକୁ যেপরি আমি আপনার জীবନରେ অনুভব করিবা, তাଙ୍କର নামରେ একত্র হেবা সমୟରେ এথিপাই সহভাগিতা আবশ্যক অটে। তৃতীয় বিষয় হেলা মোর প্রভুଙ୍କ ଲୋକମାନେ সহভাগিতা এথিপাই আবশ্যক অটে যে আমি যাহা বি প্রার্থনা করিবা তাহা যেপরি প্রভু শ্রবণ করিবে আপনার ভাই সঙ্গে মিলনের ভাব দেখাইলা পরে এথিপাই আমাকে সহভাগিতা আবশ্যক অটে। শেষ বিষয় মু কেবল কহিবা পাই চাহিবি গীত সংগীতা আপনার 133 পদরে যদি আমি তার শেষ পদবন্ধনে পড়ি ଯିବା সহভাগিতা একত্র মিলন উত্তম এবং মনোহর বিষয় অটে। এক সুন্দর মনକୁ হরণ করিবা বিষয় অটে একতা। ଯେଉଁ ସ୍ଥାନରେ একতা দেখা ଯାଇଥାଏ ସେହି ସ୍ଥାନରେ ପବିତ୍ର ଆତ୍ମା ଓହ୍ଲାଇ ଆସିଥାନ୍ତି। ପ୍ରାୟ 120 ଜଣ ପେଣ୍ଟିକୋସ୍ତ ଦିବସରେ ପବିତ୍ର ଆତ୍ମାକୁ ପାଇବା ନିମନ୍ତେ ସେମାନେ ଏକତ୍ର ହେଲେ। ଆଉ ସେମାନଙ୍କର ଏକତାକୁ ଦେଖି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରୁ ଯେଉଁ ପ୍ରତିଜ୍ଞା କରିଥିଲେ ପୃଥିବୀରେ ଥାଏ ସେହି ପ୍ରତିଜ୍ଞାକୁ ସେ ସଫଳ କଲେ। ଅବିଳମ୍ବରେ ସେ ପବିତ୍ର ଆତ୍ମାକୁ ପୃଥିବୀକୁ ଅବତରଣ କରି ତାଙ୍କର ପ୍ରିୟ ଶିଷ୍ୟମାନଙ୍କୁ ଯେଉଁମାନେ ଏକତ୍ର ହୋଇ 10 ଦିନ କାଳ ଉପବାସରେ ଦିନ ବିତାଇଥିଲେ ସେମାନଙ୍କର କ୍ଷୁଧାକୁ ତୃଷାକୁ ସେମାନଙ୍କର ଆବଶ୍ୟକତାକୁ ଜାଣି ପବିତ୍ର ଆତ୍ମାରେ ସେମାନଙ୍କୁ ଅଭିଷେକ କରି ପୂର୍ଣ୍ଣ କରିଥିଲେ। ମୋର ପ୍ରଭୁଙ୍କ ଲୋକମାନେ ଏକତାରେ ରହିବା ଦ୍ୱାରା ଆମେ ପବିତ୍ର ଆତ୍ମାଙ୍କର ଶକ୍ତିକୁ ପାଇପାରିବା, ପବିତ୍ର ଆତ୍ମାଙ୍କର ଅଭିଷେକ ଆମେ ପାଇପାରିବା, ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ବଳବାନ ହେବାକୁ ଲାଗିବା। এবং একতারে মোর প্রভুকে প্রিয় লোকମାନେ অনন্ত জীবন ଥାଏ। আমাকে এক করিবার নিমন্তে হি মোর প্রভু যীশু খ্রিস্ট আপনা শরীরের পবিত্র রক্তକୁ সে বুহাইলে আপনা ক্রুশরে আপনা শরীরକୁ সে ক্ষত বিক্ষত করতে। আমি যে পরি এক হও এ হেতু আমি মানে যে পরি এক হেবা এই কারণ সকাশু এক মেজর মানে অংশ হওছু, এক শরীর সর্ব রটিক মানে ভোজন করুছু, এক পাত্র মানে পান করুছু। আমি যে পরি এক হও এ হেতু পিতা পুত্র এবং পবিত্র আত্মা সে মানে এক হইছন্তি। এর মোর প্রভুଙ୍କ ଲୋକମାନେ একতাକୁ বজায় ରଖିବା ନିମନ୍ତେ ହେଲେ সর্বপ্রথমে মোর প্রভুଙ୍କ ଲୋକମାନେ খ্রিস্টଙ୍କ লাগি সাক্ষী ଆମେ সর্বপ্রথমে একত্রে বাস কରୁ। দ্বিতীୟରେ প্রার্থনা করিবা পূର୍ବରୁ এক মনোভাবর ব্যক্তি হও। তৃতীୟରେ আপনার ভাই সঙ্গে মিলନରେ বাস কর, মিলনর ভাব দেখাও। চতুর্থরে একতারে রহিবা দ্বারা যে পবিত্র আত্মাଙ୍କର অভিষেক মিলিଥାଏ ସେହି ବିଷୟକୁ ପ୍ରିୟ ଜ୍ଞାନ କର। ଯେବେ এই সমস্ত বিষয়କୁ ଆମେ ଆପଣାର କରିଲେ ବା ନିଜର କରିବା ସେହି ସମୟରେ କୌଣସି ଶକ୍ତି ନା କୌଣସି ବ୍ୟକ୍ତି ଆମକୁ ଏକତାରୁ ପାଉଥିବା ଆଶୀର୍ବାଦରୁ ଆମକୁ ଦୂରେଇ ରଖିପାରିବ। ଏଣୁ ଆସୁ ମଣ୍ଡଳୀକୁ ମୁଁ ଆଜି ଆହ୍ୱାନ କରୁଅଛି, ମଣ୍ଡଳୀ ଗତିରେ ମୋର ଏହା ନିବେଦନ ଅଟେ যে সমস্ত আশীর্বাদ একতারে ଆମକୁ ମିଳୁଅଛି ତାର ଅଧିକାରୀ ହେବା ପାଇଁ একতাକୁ ସବୁବେଳେ ପ୍ରିୟ ଜ୍ଞାନ କରନ୍ତୁ। ପ୍ରାର୍ଥନାକୁ ଆପଣଙ୍କ ଜୀବନର ମୁଖ୍ୟ ବିଷୟ କରନ୍ତୁ। ପ୍ରଭୁଙ୍କର ବାକ୍ୟ ପାଳନ କରିବା ନିମନ୍ତେ ସର୍ବଦା ଆପଣଙ୍କୁ ସମର୍ପଣ କରନ୍ତୁ ଏବଂ ସହଭାଗିତା ଦ୍ୱାରା ଜୀବନର ଅନେକ ଆଶୀର୍ବାଦ ଅଧିକାରୀ ହୁଅନ୍ତୁ। ପ୍ରଭୁ ଏହି ଶିକ୍ଷା ଦ୍ୱାରା ଆମକୁ ଆଶୀର୍ବାଦ କରନ୍ତୁ।